ଦେଇକି। ଏ ଫର୍ ଆବିଲିଟି, ଯେତେବେଳେ ମଣିଷର ନରିଶମେଣ୍ଟ ହୁଏ ସେତେବେଳେ ଆବିଲିଟି ଆସେ। ଆଣ୍ଡ ଏମ୍ ଫର୍ ମେଜରମେଣ୍ଟ ଆଣ୍ଡ ଇ ଫର୍ ଏଫିସିଏନ୍ସି, ଏଇଟା ହେଲା ନାମ। ଆଉ ଏଇ ଯୋଉ ନରିଶମେଣ୍ଟ ଇନ୍ ଦ ଏଭ୍ରି ସ୍ପିୟର ଅଫ ଲାଇଫ, ଅର୍ଥାତ୍ ଇନ୍ ଦ ସ୍ପିୟର ଅଫ ବଡି ମାଇଣ୍ଡ ଆଣ୍ଡ ସ୍ପିରିଟ। ବଡି, ବଡିର ଷ୍ଟ୍ରଙ୍ଗନେସ୍, ଏଇ ଯୋଉ କର୍ମ ପ୍ରବଣତା। ମାଇଣ୍ଡ, ଅର୍ଥାତ୍ ଠାକୁରଜୀଙ୍କର ଯେମିତି କଥା ଅଛି ମନଟା ହିଁ ସବୁ। ଆଚାର୍ଯ୍ୟଙ୍କର ଯେମିତି କଥା ଅଛି ଯେ ମୁଁ ଚାହିଁଲେ ଏ ଦୁନିଆକୁ ପରିବର୍ତ୍ତନ କରିଦେଇ ପାରିବିନି, ମୁଁ ବହୁ ଚେଷ୍ଟା କଲେ ମଧ୍ୟ ଗୋଟେ ବି ବ୍ୟକ୍ତିକୁ ପରିବର୍ତ୍ତନ କରିଦେଇ ପାରିବେନି। ଗୋଟେ ବ୍ୟକ୍ତି କଥା ଛାଡନ୍ତୁ, ମୁଁ ଯଦି ସାରା ଜୀବନ ବି ଗୋଟେ ମଣିଷ ସହିତ କାଟେ, ତାହେଲେ ସାରା ଜୀବନ ତା ସହିତ ଲାଇଫ ଟାଇମ କାଟିଲା ପରେ ମଧ୍ୟ ତାର ବ୍ୟକ୍ତିତ୍ୱଟା କଣ, ସେ କେଉଁ ଭଳି ଚିନ୍ତାଧାରାର ମଣିଷ, ତାହା ବି ଜାଣିବା ମୋ ପାଇଁ ମୁସ୍କିଲ ହେଇଯିବ। କିନ୍ତୁ ମୁଁ ମୋ ନିଜକୁ ପରିବର୍ତ୍ତନ କରିଦେଇ ପାରିବି। ଆଉ ମୁଁ ମୋ ନିଜକୁ ପରିବର୍ତ୍ତନ କରିଦେଇ ପାରିବି, ଏଇ ଭାବନାଟା ଯେତେବେଳେ ପ୍ରତ୍ୟେକଟି ଇଣ୍ଡିଭିଜୁଆଲ ଭିତରେ ଆସିଯାଏ, ସେତେବେଳେ ଗୋଟେ ପରିବାରରେ ଥିବା ପ୍ରତ୍ୟେକଟି ସଦସ୍ୟ ଯେତେବେଳେ ଭାବିବେ ଯେ ମୁଁ ମୋ ନିଜକୁ ପରିବର୍ତ୍ତନ କରିଦେଇ ପାରିବି, ତାମାନେ ଇନ୍ ଟୋଟୋ ଗୋଟେ ପରିବାରଟା ପରିବର୍ତ୍ତନ ହେଇଯାଇ ପାରିବ। ଠିକ ସେଇଭଳି ଭାବରେ ଯଦି ସଂସାରରେ ଥିବା ପ୍ରତ୍ୟେକଟି ମଣିଷଙ୍କ ଭିତରେ ଏଇ ଭାବନାଟି ଆସିଯାଇପାରେ ଯେ ମୁଁ ସାରା ଦୁନିଆକୁ ସିନା ଚେଞ୍ଜ କରିପାରିବିନି, କିନ୍ତୁ ମୁଁ ମୋ ନିଜକୁ ଚେଞ୍ଜ କରିପାରିବି। ତେଣୁ ଏଇ ମୁଁ ନିଜକୁ ଚେଞ୍ଜ କରିଦେଇ ପାରିବି ମାନେ ଏକ୍ସଟର୍ନାଲି ଚିନ୍ତା କରିବା ଅପେକ୍ଷା ମୁଁ ଇଣ୍ଟରନାଲି ଚିନ୍ତା କରିବାକୁ ଲାଗେ। ଏ ବାହାର ଦୁନିଆକୁ ଦେଖିକି ଅଲଗା ସବୁ ଜିନିଷରେ ମଜି ଯାଇକି କେମିତି ମୁଁ ଆକୁ ଏଇଥିରୁ ବାହାରିବି, ଏଇଟା ଚିନ୍ତା ନ କରି ମଣିଷ ନିଜ ଭିତରେ ଝାଙ୍କିକି ନିଜକୁ ଦେଖିକି ଚିନ୍ତା କରେ କେମିତି ମୋ ନିଜକୁ ଚେଞ୍ଜ କରିପାରିବି। ଯେମିତି କୁହାଯାଏ ସତ୍ ଆଉ ଅସତ୍। ସତ୍ ମାନେ ତାହା ଯାହା ମୋର ଜୀବନର ବଞ୍ଚିବା ବଢିବା ଉପରେ ରହିକି ଚାଲିଛି, ଏବଂ ଅସତ୍ ମାନେ ତାହା ଯାହା ମୋ ଜୀବନର ବଞ୍ଚିବା ବଢିବାକୁ ପୋଷଣ ଦେଉନାହିଁ। ତେଣୁ ଯେଉଁ ଯେଉଁ ଜାଗାରେ ମୋ ଜୀବନର ବଞ୍ଚିବା ବଢିବାଟା ହେଉନି, ସେଇଟା ମୋ ପାଇଁ ଅସତ୍। ଯେଉଁ ଯେଉଁ ଜାଗାରେ ଯେଉଁ ଯେଉଁ ପଏଣ୍ଟରେ ଯେଉଁ ଯେଉଁ ଟାଇମରେ ମୋର ଡେଭଲପମେଣ୍ଟ କଥା ମୁଁ ଚିନ୍ତା କରୁନାହିଁ, ତାହା ମୋ ପାଇଁ ଅସତ୍। ତେଣୁ ଠିକ ସେମିତି ଏଇ ଯୋଉ ନରିଶମେଣ୍ଟ, ଏ ନରିଶମେଣ୍ଟଟା ଯେ କେବଳ ବଡି ଭିତରେ ଦେଇକି ନୁହେଁ, ମାଇଣ୍ଡ ଭିତରେ ଦେଇକି ନୁହେଁ, ସ୍ପିରିଟ ଭିତରେ ଦେଇକି। ସ୍ପିରିଟ ଭିତରେ ଦେଇକି ଏ ନରିଶମେଣ୍ଟ, ସେଥିପାଇଁ ତ ଠାକୁରଜୀ ଅମରର କଥା କୁହନ୍ତି, ଜାତି ସ୍ମରର କଥା କୁହନ୍ତି। ଦେନ୍ ଏ ଫର୍ ଆବିଲିଟି। ଆଉ ଏଇ ଆବିଲିଟିଟା କେମିତି ନା, ଆବିଲିଟି ଅର୍ଥାତ୍ ଏହା ନୁହେଁ ଯେ ବହୁ ଗୁଣ ସମ୍ପନ୍ନ ମୋର ମଣିଷ ହେଇ ଉଠିବା, କିନ୍ତୁ ଆବିଲିଟିର ଅର୍ଥାତ୍ ହଉଛି ବହୁ ଗୁଣ ସମ୍ପନ୍ନ ମଣିଷ ହେବା ଭିତରେ ଦେଇକି ବହୁତ ଭୁଲ ତ୍ରୁଟି ଗୁଡାକୁ ସୁଧାରି ନେବା, ନିଜର ପ୍ୟାସନ ନିଜର ପ୍ରବୃତ୍ତିକୁ ଆଡଜଷ୍ଟ କରିନେବା, ଠାକୁରଜୀଙ୍କୁ ଧରିକି କନସେନ୍ଟ୍ରିକ ହେଇ ଉଠିବା, ନିଜ ଭିତରେ ସେ ଅନୁରକ୍ତି ଭକ୍ତିକୁ ଗଜେଇ ଉଠେଇବା। ଏବଂ ଏ ଆବିଲିଟି ଆସିଲେ ମଣିଷ ଭିତରେ ମେଜରମେଣ୍ଟ ଆସେ। ମେଜରମେଣ୍ଟ ଇନ ଦ ସେନ୍ସ, ଯେମିତି ଠାକୁରଜୀଙ୍କର କଥା ଅଛି ମା ଯେ ମାପି ଦେଇପାରେ। ଏ କଥାଟି ବି ମୁଁ ଦିନେ କହୁଥିଲି ଯେ ମନରେ କ୍ୱେଶ୍ଚିନ୍ ଆସିଲା ଯେ ମା ଅର୍ଥାତ୍ ଯେ ମାପି ଦେଇପାରେ, ବାସ୍ତବରେ କଣ ମାଙ୍କର ଅର୍ଥ ଯେ ମାପି ଦେଇପାରନ୍ତି? ତେଣୁ ତାର ଡିକ୍ସନାରୀ ମିନିଂ ଦେଖିଲା ବେଳେ ମାର ଇଂଲିଶ ମଦର, ମଦରଟା ଗୋଟେ ଏଭଳି ଶବ୍ଦ ଯାହା ଗୋଟେ ରୁଟ ୱାର୍ଡ ରୁ ଆସିଛି, ଯାହା ରୁଟ ୱାର୍ଡ ର ମାନେ ହଉଛି ମିଟର। ମିଟର ଅର୍ଥାତ୍ ସେଇ ମେଜରମେଣ୍ଟ। ତେଣୁ ମା ଯେ ମାପି ଦେଇ ପାରନ୍ତି, ମା ନିଜ ହାତରେ ପିଲାର ସେବା ଶୁଶ୍ରୂଷା କରନ୍ତି ବୋଲି ଅଶ୍ରଦ୍ଧା ଆସେ ନାହିଁ। ଠିକ ସେମିତି ନିଜ ହାତରେ ଗୁରୁଙ୍କ ସେବା କଲେ ଅହଙ୍କାର ପତଳା ହୁଏ, ଭକ୍ତି ଆସେ, ଆସକ୍ତି ମଣିଷ ଠାରୁ ଦୂରେଇ ଯାଏ। ଏବଂ ଏଇ ଯୋଉ ମେଜରମେଣ୍ଟ ନଟ ଇନ ଦ ସେନ୍ସ ଯେ ଜୀବନର ଗୋଟେ ଦିଗ ଦେଇକି, ବଟ୍ ଇନ ଦ ସେନ୍ସ ଜୀବନର ସବୁ ଦିଗ ଦେଇକି। ଜାଗତିକ ଜଗତରେ ମ୍ୟାଟେରିଆଲିଷ୍ଟିକ ଲାଇଫରେ ଡେଭଲପମେଣ୍ଟ ଇନ ଏଭ୍ରି ସ୍ପିୟର ଅଫ ଲାଇଫ, along with that spiritual life ରେ ଠାକୁରଜୀ ଯେଉଁଭଳି ଭାବରେ ମଣିଷ ହେବାର କହିଛନ୍ତି ସେ ଦିଗ ଦେଇକି ମଧ୍ୟ। ତେଣୁ ଏଇ ଯୋଉ ନାମର କଥା କୀର୍ତ୍ତନ ହଉଥିଲା, ସେ କୀର୍ତ୍ତନରେ ନାମ କଥା ମନେ ପଡିଲା ବୋଲି ଏଇ ନେମକୁ ବ୍ୟାଖ୍ୟା କରିବାକୁ ଯାଉଥିଲି। ମନରେ କ୍ୱେଶ୍ଚିନ୍ ଆସେ ଯେ ଠାକୁରଜୀଙ୍କୁ ଜୀବନରେ ଗ୍ରହଣ କରିକି ମୋର ହୁଏ କଣ? ତେଣୁ ଏଇ ଯୋଉ ହୁଏ କଣ, ଏଇ ହୁଏ କଣକୁ ଖୋଜିବାକୁ ଯାଇକି ମନରେ ବହୁତ କିଛି ଆନ୍ସର ଆସେ। ସେ ଆନ୍ସର ଭିତରେ ଗୋଟେ ଆନ୍ସର ହଉଛି ଅଥଚ ବହୁତ ଲୋକ ଏମିତି ଏ ଦୁନିଆରେ ଅଛନ୍ତି ଯୋଉମାନେ ଭଲଟା କଣ ମନ୍ଦଟା କଣ ଆଉ ପ୍ରଭୁଙ୍କର ରାତୁଲ ଚରଣ ବିନା ଆଉ ସବୁ କିଛି ଫାଙ୍କି ଜାଣିଲା ପରେ ମଧ୍ୟ ଭଲଟାକୁ ଧରି ରଖି ପାରନ୍ତିନି। କିନ୍ତୁ ସତ୍ସଙ୍ଗ ଜଗତରେ ବାର ବାର ସତ୍ସଙ୍ଗ ଆସିବା ଭିତରେ ଦେଇକି, ସତ୍ତା ମାନଙ୍କର ସଙ୍ଗ କରିବା ଭିତରେ ଦେଇକି, ସତ୍ସଙ୍ଗୀ ଗୁରୁ ଭାଇ ଗୁରୁ ମାଙ୍କର ସଙ୍ଗ କରିବା ଭିତରେ ଦେଇକି ସେ ଜିନିଷଟା ମୋ ମନରୁ କେବେ ଯାଏନି ଯେ ଭଲଟା କଣ ମନ୍ଦଟା କଣ, ଆଉ ଭଲଟାକୁ ଦୂରେଇ ଦେଇ ମନ୍ଦଟାକୁ କେବେ ଜାବୁଡି ଧରିବାର ସିଚୁଏସନ ଆସିନାହିଁ। ତେଣୁ ସତ୍ୟାନୁସରଣର ଠାକୁରଜୀଙ୍କ ପ୍ରଥମ କଥାଟା ମନେ ପଡେ ଯେ ସର୍ବପ୍ରଥମେ ଆମ ମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ, ସାହସୀ ହେବାକୁ ହେବ,
ବୀର ହେବାକୁ ହେବ। ତାମାନେ ଏବେ ମତେ ଯୁଦ୍ଧ କରିବା ପାଇଁ କୌଣସି ଯୁଦ୍ଧ କ୍ଷେତ୍ରକୁ ଯିବାର ଆବଶ୍ୟକତା ନାହିଁ। ଯୁଦ୍ଧ କରିବା ପାଇଁ ମୋ ସାମ୍ନାରେ ଯେ ଗୋଟେ ଶତ୍ରୁ ଏନିମି କି ଫୋ ଦରକାର ତା ମଧ୍ୟ ନୁହେଁ। ତେଣୁ ଯୁଦ୍ଧ ମୁଁ କାହା ସହିତ କରିବି ନା ମୋ ନିଜ ସହିତ। ଯେମିତି କୁହାଯାଏ ଏ ଦୁନିଆରେ କମ୍ପିଟିସନ କାହାକୁ ନେଇକି ଥାଏ? ମୋ ନିଜକୁ ମୋ ନିଜ ସହିତ ନେଇକି କମ୍ପିଟିସନ ଥାଏ। ଆଜି ମୁଁ ଯେମିତି ମଣିଷଟି ଅଛି କାଲି ଯେମିତି ଆଜିଠାରୁ ଆଉ ଟିକେ ବେଟର ମଣିଷ ହେଇକି ବାହାରିବି। ଏଇଟା ତ ହେଲା ମୋ ନିଜ ସହିତ ଯୁଦ୍ଧ କରିବା। ଏବଂ ଠାକୁରଜୀ ସେଇଟାକୁ ବୁଝିକି କହୁଛନ୍ତି ସର୍ବପ୍ରଥମେ ଆମମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ। ତେଣୁ ମୁଁ ଦୁର୍ବଳତା ବିରୁଦ୍ଧରେ କେତେବେଳେ ଯୁଦ୍ଧ କରିବି? ଯେମିତି ମୁଁ ଯୁଦ୍ଧ କରିବାକୁ ବାହାରିକି ଯାଉଛି ଧନୁ ତୀର ନେଇକି ଯାଉଛି, କିନ୍ତୁ ଯାଇକି ଯୁଦ୍ଧ କ୍ଷେତ୍ରରେ ପହଞ୍ଚିକି ଦେଖୁଛି ଯେ ମୋ ଶତ୍ରୁ ଯିଏ ତା ପାଖରେ ତ ଗନ୍ ଅଛି, ତାହେଲେ ମୁଁ ସେ ଯୁଦ୍ଧରେ ହାରିକି ଆସିବି। ତାହେଲେ ଯେଉଁ ଦୁର୍ବଳତା ବିରୁଦ୍ଧରେ ମୁଁ ଆଜି ଯୁଦ୍ଧ କରିବା ପାଇଁ ଯିବି ସେ ଦୁର୍ବଳତା ଗୁଡା କଣ ମୁଁ ଜାଣିଲେ ତ? ମୋ ଜୀବନରେ କେଉଁ କେଉଁ ପଏଣ୍ଟରେ ମୋର ଦୁର୍ବଳତା ରହୁଛି ତାହା ଯଦି ମୁଁ ଜାଣି ନାହିଁ ତାହେଲେ ମୁଁ ତା ବିରୁଦ୍ଧରେ ଯୁଦ୍ଧ କେମିତି କରିବି? ବହୁତ ଲୋକଙ୍କର ଦୁର୍ବଳତା ଥାଏ ଷ୍ଟେଜ ଫିୟର। ଏଇ ଯେମିତି ପବ୍ଲିକଲି କିଛି କଥାକୁ ବ୍ୟକ୍ତ କରିବା। ଏଇ ଜିନିଷଟା ମୁଁ ଯେତେବେଳେ ଛୋଟ ଥିଲି ମୋର ମଧ୍ୟ ଥିଲା। ସତ୍ସଙ୍ଗ ଜଗତରେ ଯେତେବେଳେ ନୂତନ ଭାବରେ ନୂଆ ନୂଆ ଠାକୁରଜୀଙ୍କ କଥା କହିବାର ସୁଯୋଗ ମିଳେ ସେତେବେଳେ ବି ମୋ ଭିତରେ ଗୋଟେ ଦୁର୍ବଳତା ଥିଲା। କିନ୍ତୁ ଗୋଟେ ମୁମେଣ୍ଟରେ ମୁଁ ଭାବିଲି ଯେ ମୁଁ ଯାହାକୁ ମୋ ଜୀବନରେ ଏତେ ଭଲ ପାଏ ସେ ଭଲ ପାଇବାର କଥା ମୋ ପ୍ରିୟଙ୍କର କଥା ମୋ ପ୍ରଭୁଙ୍କ କଥା କହିବା ପାଇଁ ପୁଣି ଦୁର୍ବଳତା ସୃଷ୍ଟି ହେଉଛି କଣ ପାଇଁ? ଏଇଟାକୁ ଯେତେବେଳେ ଡିପଲି ଆନାଲାଇଜ କଲି ସେତେବେଳେ ଠାରୁ ମୋ ମନରେ ଯୋଉ ଦୁର୍ବଳତା ଥିଲା ସେଇଟା ବି ଦୂରୀଭୂତ ହେଇଗଲା। କାରଣ ମୋ ପ୍ରଭୁଙ୍କ କଥା କହିବି ପୁଣି କେଉଁମାନଙ୍କ ଆଗରେ କହିବି? ଗୁରୁ ଭାଇଙ୍କ ଆଗରେ, ଯେ ମୋ ନିଜର ପରିବାର ଲୋକ। ତେଣୁ ତା ଭିତରେ ଭୟ କଣ ପାଇଁ ଆସିବ? ଫିୟର କଣ ପାଇଁ ଆସିବ? ସେ ଡର କଣ ପାଇଁ ଆସିବ? ଦୁର୍ବଳତା କଣ ପାଇଁ ଆସିବ? ତେଣୁ ଯେଉଁମାନେ ତାଙ୍କ ଜୀବନରେ ଦୁର୍ବଳତା ଗୁଡିକ କଣ ଏପର୍ଯ୍ୟନ୍ତ ଧରି ପାରି ନାହାନ୍ତି ସେମାନେ ସେ ଦୁର୍ବଳତା ବିରୋଧରେ ଯୁଦ୍ଧ କରିବେ କେମିତି? ଯେମିତି ଠାକୁରଜୀଙ୍କର କଥା ଅଛି ଦୁଃଖ। ମଣିଷ ଜୀବନରେ ଦୁଃଖ ଆସେ, କିନ୍ତୁ କେଉଁ କେଉଁ କାରଣ ପାଇଁ ମଣିଷ ଜୀବନରେ ଦୁଃଖ ଆସେ ମଣିଷ ତାକୁ ଧରି ପାରିଲା ନାହିଁ ତାହେଲେ ସେ ଦୁଃଖ ଗୁଡିକୁ ଦୂରୀଭୂତ କେମିତି କରିବ? ସେ ଦୁର୍ବଳତାକୁ ଓଭରକମ କେମିତି କରିବ? ତେଣୁ ଯେଉଁ ଯେଉଁମାନଙ୍କ ଜୀବନରେ ଯୋଉ ଯୋଉ କାରଣ ପାଇଁ ଦୁର୍ବଳତା ଆସେ ମଣିଷ ଯଦି ତାକୁ ଓଭରକମ କରିବା ପାଇଁ ଚାହେଁ ସର୍ବପ୍ରଥମେ ସେ ଦୁର୍ବଳତା ଗୁଡିକୁ ପଏଣ୍ଟ ଆଉଟ କରିବାର ଆବଶ୍ୟକତା ଅଛି। ଏବଂ ଏଇ ଯୋଉ ଦୁର୍ବଳତାଟା ଅନେକ ପ୍ରକାର ହେଇପାରେ। ମଣିଷ ଭାବେ ଯେ ତା ଭିତରେ ଦୁର୍ବଳତା ନାହିଁ, କିନ୍ତୁ ହିଡେନଲି ହୃଦୟର କୌଣସି କୋଣରେ ସେ ଦୁର୍ବଳତା ଥାଏ ଏବଂ ଏମିତି ସମୟରେ ବାହାରେ ଯେ ମଣିଷ ଯାହା ହେବା ପାଇଁ ଚାହେଁ ହେଇପାରେ ନା। ଠାକୁରଙ୍କର ମଧ୍ୟ କଥା ଅଛି ଯେ ମଣିଷ ଭିତରେ ଯେତେ ଏଇ ଯୋଉ ସମ୍ଭାବନା ଅଛି ତାହା କଣ ପାଇଁ ହେଇପାରେ ନା? ଏଇ ଦୁର୍ବଳତା ପାଇଁ। ତେଣୁ ସେଥିପାଇଁ ତ ଏ ଦୁର୍ବଳତାକୁ ତଡିବା ପାଇଁ କହିଛନ୍ତି, କାରଣ ଏ ଦୁର୍ବଳତା ହଉଛି ଭାମ୍ପାୟାର। ଆଉ ଏ ଭାମ୍ପାୟାର କଣ? ଯାହା ମଣିଷକୁ ଶୋଷି ନିଏ, ସକ୍ କରିନିଏ, ତା ଭିତରେ ଥିବା ସବୁ ଗୁଡ ଗୁଡାକୁ ବ୍ୟାଡ କୁ ଚେଞ୍ଜ କରିଦିଏ। ମଣିଷ ଯଦି ବେଷ୍ଟ ଥାଏ ସେ ଓର୍ଷ୍ଟ କୁ ଚାଲି ଆସେ। ମଣିଷ ଯଦି ହିରୋ ହେଇକି ଥାଏ ସେ ଜିରୋ କୁ ଚାଲି ଆସେ। ତେଣୁ ସେଥିପାଇଁ ଏ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ। ଆଉ ଏ ଦୁର୍ବଳତାକୁ ଯଦି ଆଉ ଟିକେ ସିମ୍ପ୍ଲିଫାଏ କରିବା ପାଇଁ ଯିବା ତାହେଲେ ଦୁର୍ବଳତା ଅନେକ ପ୍ରକାର ହୋଇପାରେ। ବହୁତ ଲୋକଙ୍କ ଭିତରେ ଇଗ୍ନୋରାନ୍ସ ର ଦୁର୍ବଳତା ଥାଏ, ଅଜ୍ଞାନତା। ମିନ୍ସ ଯୋଉ କୁହନ୍ତି ଲ୍ୟାକ୍ ଅଫ ନଲେଜ, ଅଣ୍ଡରଷ୍ଟାଣ୍ଡିଂ। ଯେମିତି ଲ୍ୟାକ୍ ଅଫ ନଲେଜ ଇନ ଦ ସେନ୍ସ ମଣିଷ ଭିତରେ ଜ୍ଞାନର ଅଭାବ ନାହିଁ, ମଣିଷ ଆଜି ହାଇ କ୍ୱାଲିଫାଏଡ, କିନ୍ତୁ ମଣିଷ ଭିତରେ ଆଜି ଏଜୁକେସନର ଅଭାବ ଅଛି। ମଣିଷ ସେତିକି ମାତ୍ରାରେ ଏଜୁକେଟେଡ ନୁହେଁ। ମଣିଷ ଭିତରେ ବୋଧ ଶକ୍ତି ଅଛି, ସେ ସବୁ କିଛି ଭଲ ମନ୍ଦ ଜାଣିପାରେ, କିନ୍ତୁ ସବୁ ଭଲ ମନ୍ଦ ଜାଣିଲା ପରେ ମଧ୍ୟ ଭଲ ରାସ୍ତାରେ ସେ ଚାଲିପାରେ ନା, ପ୍ରବୃତ୍ତିରେ ପଡିକି ଖରାପ ହେଇ ଉଠେ। ତେଣୁ ଏଇଟା ହେଲା ତାର ଇଗ୍ନୋରାନ୍ସ, ତାର ଅଜ୍ଞାନତାର ଦୁର୍ବଳତା। ପୁଣି ବହୁତ ଲୋକଙ୍କ ଭିତରେ ଅଭିମାନର ଦୁର୍ବଳତା ବି ଦେଖାଯାଏ, ଯୋଉଟା ଠାକୁରଜୀ ଇଗୋସେଣ୍ଟ୍ରିକ ଲାଇଫ ର କଥା କହିଛନ୍ତି। ବହୁତ ଜଣ ସେ ଇଗୋଟାକୁ ଯେମିତି ମୁଁ +2 ପର୍ଯ୍ୟନ୍ତ ଜାଣିଥିଲି ଯେ 30% ଏଭବ ରଖିପାରେ ନା ତାକୁ ଫେଲ କୁହାଯାଏ। ଗ୍ରାଜୁଏସନ ଆସିଲେ ସେ ଫେଲ ଶବ୍ଦଟା ଉଠେଇଛି କି ବ୍ୟାକ୍ ବୋଲି କୁହନ୍ତି। ତାର ଏଇ ପେପରରେ ବ୍ୟାକ୍ ଲାଗିଛି, ତେଣୁ ବ୍ୟାକ୍ ଲାଗିବା ମାନେ ଫେଲ ହେଇଯାଇଛି। କିନ୍ତୁ ତାକୁ ସୁନ୍ଦର ଭାବରେ ଇନଡାଇରେକ୍ଟଲି ଆହୁରି ବୁଝେଇକି ଆଡଜେକ୍ଟିଭ ଲଗେଇକି ବ୍ୟାକ୍ ଲାଗିଛି। ତେଣୁ ମୁଁ ଭାବେ ଏଇ ଯୋଉ ଇଗୋଟା, ଏଇ ଇଗୋଟାକୁ ଆହୁରି ସୁନ୍ଦର ଭାବରେ ମଣିଷ ବୁଝେଇକି କହେ ଏଇଟା ମୋର ଇଗୋ କି ଗର୍ବ ନୁହେଁ, ବରଂ ଏଇଟା ମୋର ଆତ୍ମସମ୍ମାନ, ସେଲ୍ଫ ରେସ୍ପେକ୍ଟ। ବଟ୍ ସେଲ୍ଫ ରେସ୍ପେକ୍ଟ ଇଜ ଅଲସୋ ଏ ବ୍ରାଞ୍ଚ ଅଫ ଇଗୋ। ତେଣୁ ଯିଏ ତାର ସେଲ୍ଫ ରେସ୍ପେକ୍ଟ ର କଥା ଭାବେ ତାମାନେ ହୁଏତ ତା ଭିତରେ କୌଣସି ଜାଗାରେ କୌଣସି ପଏଣ୍ଟରେ ଇଗୋ ଅଛି। କାରଣ ଠାକୁର ଆଚାର୍ଯ୍ୟଙ୍କର କଥା ବହୁତ ବାର ଏଇଟା ସତ୍ସଙ୍ଗରେ ଆଲୋଚନା ବି ହେଇଛି, ବହୁତ ସୁନ୍ଦର କଥା। ଯେମିତି ଆଚାର୍ଯ୍ୟ ଦେବ କହୁଛନ୍ତି ଜଣେ ଆସିକି କହିଲେ ଯେ ମତେ ମୋ ଜୀବନରେ ଶାନ୍ତି ଦରକାର, ଆଇ ୱାଣ୍ଟ ପିସ୍। ତାମାନେ ତାଙ୍କ ଜୀବନରେ ଶାନ୍ତିଟା କେତେବେଳେ ସେ ପାଇବେ? ଯେତେବେଳେ ସେ ଆଇ ଅର୍ଥାତ ମୁଁ ଏଇ ଶବ୍ଦଟା ତାଙ୍କ ଲାଇଫରୁ ଉଡେଇ ଦେବେ ଆଉ ଆଇ ୱାଣ୍ଟ, ୱାଣ୍ଟ ମାନେ ଚାହିଁବା, ଯେତେବେଳେ ଚାହିଁବାଟା ତାଙ୍କ ଜୀବନରେ ନଥିବ। ତେଣୁ ଆଇ ୱାଣ୍ଟ ପିସ୍ ରେ ଯଦି ତାଙ୍କ ଜୀବନରେ ଆଇ ହିଁ ନଥିବ, କାରଣ ଆଇ ମାନେ କଣ?
ବ୍ୟକ୍ତି ଭାବରେ ସେ ନିଜର ଅସ୍ତିତ୍ୱ କଥା କହୁଛନ୍ତି। ତେଣୁ ଠାକୁରଜୀଙ୍କୁ ଛାଡିଦେଲେ ମୋର ଅସ୍ତିତ୍ୱ ହିଁ କଣ ଅଛି? ତେଣୁ ଯଦି ଠାକୁରଜୀଙ୍କୁ ଛାଡିଦେଲେ ମୋର ଅସ୍ତିତ୍ୱ ହିଁ ନାହିଁ, ତାହେଲେ ଆଇ ଶବ୍ଦଟା ଆସିବ ହିଁ କେଉଁଠୁ? ତେଣୁ ଆଇ ରହିଲା ନାହିଁ, ୱାଣ୍ଟ। ତେଣୁ ମୋ ଜୀବନରେ ମୁଁ ଯାହା କିଛି ସବୁ ଚାହୁଁଛି କ୍ଷଣିକ ସୁଖ ପାଇଁ ତ, ଟେମ୍ପୋରାରିଲି ଚାହୁଁଛି, କିନ୍ତୁ ପରମାନେଣ୍ଟଲି ମୋ ଜୀବନରେ ଯାହା ଦରକାର ମୁଁ ଯେତେବେଳେ ତାଙ୍କୁ ଚାହିଁବାକୁ ଲାଗିବି ମୋର ଆଉ ୱାଣ୍ଟ କଣ ରହିବ? ତେଣୁ ଯାହା ଜୀବନରେ ଆଇ ଆଉ ୱାଣ୍ଟ ଟା ଚାଲିଯିବ ସେ ଜୀବନରେ ଶାନ୍ତି ପିସ୍ ପାଇବ। ଠିକ ସେମିତି ଏ ଇଗୋ ଯୋଉମାନଙ୍କର ଥାଏ, ଠାକୁରଜୀ କହୁଛନ୍ତି ବେଳେ ବେଳେ ସେମାନେ ଜାଣିପାରନ୍ତିନି, କାରଣ ଯାହା ଭିତରେ ଗର୍ବ ଥାଏ ସେ ତ ଜାଣିପାରେନି। ତେଣୁ ସେ ଇଗୋଟାକୁ ଇଗୋ ନ ଭାବିକି ଭାବେ ସେଲ୍ଫ ରେସ୍ପେକ୍ଟ। କିନ୍ତୁ ସେଲ୍ଫ ମଣିଷ ସେତେବେଳେ ତ ନିଜକୁ ନେଇକି ଭାବିବ ଯେତେବେଳେ ସେ ଭାବୁଥିବ ତାର କିଛି ଅସ୍ତିତ୍ୱ ଅଛି। ତେଣୁ ଯଦି ତାର ସେଲ୍ଫ ହିଁ ନଥିବ ତ ସେଲ୍ଫ ରେସ୍ପେକ୍ଟ ଆସିବ କୋଉଠି? ବହୁ ଜାଗାରେ ଦେଖାଯାଏ ମଣିଷର ଆଟାଚମେଣ୍ଟ ଥାଏ, ବହୁ ଦିଗ ଦେଇକି ତାର ଭଲ ପାଇବାଟା ସ୍ପ୍ଲିଟ ହେଇଯାଇଥାଏ। ତେଣୁ ଯେଉଁ ଯେଉଁ ମାନଙ୍କର ଜୀବନରେ ଆଟାଚମେଣ୍ଟ ଥାଏ ସେଇମାନେ ବି ଦୁର୍ବଳତାର ଶିକାର ହୁଅନ୍ତି। ଏବଂ ଏଇ ଯୋଉ ଆଟାଚମେଣ୍ଟଟା କେବଳ ଯେ ମଣିଷ ପାଇଁ ନୁହେଁ, କୌଣସି ବସ୍ତୁ ପାଇଁ ବି ହେଇପାରେ, କୌଣସି ଆଇଡିଆ ପାଇଁ ହେଇପାରେ, କୌଣସି ଦୁର୍ବଳତାଗ୍ରସ୍ତ ଚିନ୍ତାଧାରା ପାଇଁ ମଧ୍ୟ ହେଇପାରେ। ଏବଂ ଏ ସମସ୍ତକୁ ମଣିଷ ଯେତେବେଳେ ଓଭରକମ୍ ଲାଗିବାକୁ ପଡେ, ମଣିଷ ବହୁତ ସାଟିସ୍ଫାକ୍ସନ ଚାହେଁ ତ, ତେଣୁ ତା ଭିତରେ ଯେତେବେଳେ ଡିସାଟିସ୍ଫାକ୍ସନ ଆସେ, ମଣିଷ ଭିତରେ ସେ ଯୋଉ ଡିସକଣ୍ଟେଣ୍ଟମେଣ୍ଟ ଆସେ, ମଣିଷ ସେତେବେଳେ ଅନହାପି ଭିତରେ ଦେଇକି ଗତି କରେ, ଅର୍ଥାତ ଦୁଃଖ ପାଏ। ଏବଂ ଏଇ ଯୋଉ ଦୁଃଖ ପାଇବାଟା ବି ଗୋଟେ ପ୍ରକାର ଦୁର୍ବଳତା। ଆଉ ସେଇ ଦୁର୍ବଳତାକୁ ଏକ୍ସପ୍ଲେନ କରିବା ପାଇଁ ତ ଠାକୁରଜୀ କହୁଛନ୍ତି ସୁଖ ଆଉ ଦୁଃଖ ଏକ ରକମର ଭାବ, ଇଚ୍ଛା କରିଲେ ତଡ଼ି ଦିଆଯାଇପାରେ। ସବୁ ଅବସ୍ଥାରେ ରାଜି ଥାଉ, ଦୁଃଖ ତୁମର କଣ କରିବ? କିନ୍ତୁ ଏଇ ଯୋଉ ସବୁ ଅବସ୍ଥାରେ ରାଜି ରହିବା, ଏଇଟା କଥା ଭିତରେ ଦେଇ କହିବାଟା ବହୁତ ସିମ୍ପଲ, କିନ୍ତୁ ନିଜ କର୍ମ ଭିତରେ ଦେଇକି ମ୍ୟାଟେରିଆଲାଇଜ କରିବାଟା ଏତେ ସିମ୍ପଲ ନୁହେଁ। କାରଣ ସବୁ ଅବସ୍ଥାରେ ମଣିଷ କେତେବେଳେ ରାଜି ହବ? ଯେତେବେଳେ ମଣିଷ ସବୁଠିରେ ତାଙ୍କୁ ପାଇବ। ଯେତେବେଳେ ମଣିଷ ସବୁଠିରେ ତାଙ୍କୁ ପାଉନାହିଁ, ବା ମଣିଷର ବୋଧ ଶକ୍ତି ଭିତରେ ଆସିନାହିଁ ଯେ ସବୁ ଜାଗାରେ ସବୁ ସମୟରେ କେବଳ ସେ ହିଁ ଅଛନ୍ତି, ତାହେଲେ ସବୁ ଜାଗାରେ ଯଦି ତାଙ୍କୁ ଦେଖି ପାରୁନାହିଁ ତାହେଲେ ସବୁ ଅବସ୍ଥାରେ ସେ ରାଜି ବା ହେବ କେମିତି? ଏ ମଣିଷ ଭିତରେ ଯୋଉ ଆଙ୍ଗର ଥାଏ, ଏ ଆଙ୍ଗରଟା ମଧ୍ୟ ଗୋଟେ ପ୍ରକାର ଦୁର୍ବଳତା। ସେଥିପାଇଁ ତ ଏ ଦୁର୍ବଳତା ଗୁଡାକ କେମିତି ମୁଁ ଜଲ୍ଦି ମୋର ଅନ୍ତରରୁ ତଳିବି, ସେଥିପାଇଁ ସୁତ ଅନୁଜ୍ଞାରେ ପାଠ କରେ, ମୁଁ ଅକ୍ରୋଧୀ, ମୁଁ ଅମାନି, ମୁଁ ନିରଳସ। ଆଉ ସେ ଯୋଉ ଅମାନିଟା ବି ବହୁତ ସେନ୍ସରେ ବୁଝା ଯାଇପାରେ। ତାମାନେ ମୋ ଭିତରେ ମାନ ନାହିଁ, ମାନେ ମୁଁ ମୋ ନିଜକୁ ହିଁ କିଛି ଭାବେନି, ସେଥିପାଇଁ ମୋ ଭିତରେ ସେ ମାନଟା ନାହିଁ। ତାମାନେ ଏଇ ଯେତେ ସବୁ ସତ ଅନୁଜ୍ଞାରେ ମୁଁ ଯୋଉ ଗୁଣ ଟା ମୋ ଭିତରୁ ଦୂରେଇ ଯାଉ, ମୁଁ ଏଇ ଗୁଣର ଅଧିକାରୀ ହେବା ପାଇଁ ଚାହେଁନି, ମୁଁ କେବଳ ତୁମକୁ ଚାହେଁ, କେବଳ ତୁମର ଶରଣାପନ୍ନ ହେବା ପାଇଁ ଚାହେଁ, ଏଇ ଭାବନାଟା ମଣିଷର ଏକ ସୁନ୍ଦର ଭାବନା। କିନ୍ତୁ ଏଇ ଭାବନାଟା ସେତେବେଳେ ଆସିବ ଯେତେବେଳେ ଏଇ ଦୁର୍ବଳତା ଥିବା ସବୁ କିଛି ଆଡଜେକ୍ଟିଭs ମଣିଷ ଜୀବନରେ ନଥିବ। ଯେମିତି ମଣିଷ ଭିତରେ କ୍ରୋଧ ନଥିବ, ମଣିଷ ଭିତରେ ସେ ମାନଭାବ ନଥିବ, ମଣିଷ ଭିତରେ ସେ ଅଳସ ପ୍ରବୃତ୍ତି ନଥିବ, ତାହେଲେ ସେ ଦୁର୍ବଳତାକୁ ଦୂରୀଭୂତ କରିଦେଇ ପାରିବ। ପୁଣି ଠାକୁରଜୀ ବୁଝେଇକି କୁହନ୍ତି ଯେ ମଣିଷ ଭିତରେ ଗୋଟେ ଚଞ୍ଚଳତା ଯୋଉ ଦେଖାଯାଏ, ସେ ଚଞ୍ଚଳତା ମଣିଷକୁ କଣ ନା ଷ୍ଟେବୁଲ କରେଇ ପାରେନି। ଏବଂ ଷ୍ଟେବୁଲ କରେଇ ପାରେନି ବୋଲି ସେ ଫିଜିକାଲି ଆଉ ମେଣ୍ଟାଲି ଡିଷ୍ଟର୍ବ ହେଇଯାଏ। ଆଉ ସେ ଫିଜିକାଲି ମେଣ୍ଟାଲି ଡିଷ୍ଟର୍ବ ହେଇଯିବା ଭିତରେ ଦେଇ କାମିନୀ କାଞ୍ଚନ ପ୍ରତି ଆସକ୍ତ ହେଇଯାଏ। ଆଉ ଯେଉଁମାନେ କାମିନୀ କାଞ୍ଚନ ପ୍ରତି ଆସକ୍ତି ହୁଅନ୍ତି ସେମାନଙ୍କ ଜୀବନରେ କଣ ଭକ୍ତି ସୃଷ୍ଟି ହେଇପାରେ? ଆଉ ସେମାନେ କଣ ତାଙ୍କ ଜୀବନରେ ଦୁର୍ବଳତାକୁ ତଡ଼ି ଦେଇ ପାରନ୍ତି? ଯେମିତି ଜୀବନକୁ ଉପଭୋଗ କରିବା ପାଇଁ ପଇସାର ଆବଶ୍ୟକତା ଅଛି, କିନ୍ତୁ କେବଳ ଉପଭୋଗ କରିବା ପାଇଁ ଯଦି ସେ ପଇସାଟା ମୁଣ୍ଡରେ ଚଢିଗଲା, ତାହେଲେ ମଣିଷ ଜୀବନକୁ ଉପଭୋଗ ଠିକ ଭାବରେ କରିପାରିବନି। ଠିକ ସେମିତି ସେ କାମିନୀ କାଞ୍ଚନ ଠାରୁ ତଫାତ୍ ଖୁବ ତଫାତ୍ ଦୂରରେ ରହିବାର କଥା କୁହାଯାଇଛି। କିନ୍ତୁ ତଫାତ୍ ଖୁବ ତଫାତ୍ ଦୂରରେ ତ ଛାଡନ୍ତୁ, ଯଦି ହାଲକା ଟିକେ ଆଟାଚମେଣ୍ଟ ବି ଆସିଗଲା ତାହେଲେ ବି ମଣିଷ ଭିତରେ ଦୁର୍ବଳତା ରହିଯାଏ। ତେଣୁ ସେଥିପାଇଁ ସେ ହାଇପୋକ୍ରେସିର କଥା କୁହାଯାଏ। ହାଇପୋକ୍ରେସି ଇନ ଦ ସେନ୍ସ ଯେ ମଣିଷ ଯେତିକି ନୁହେଁ ତାଠୁ ଅଧିକା ସଜେଇ ହିଁ ଦେଖିବାକୁ ଚେଷ୍ଟା କରେ। ଯେମିତି ସାଧାରଣ ଭାବରେ ମଣିଷର ଜୀବନଟା ଯେଉଁଭଳି ଭାବରେ ଚାଲେ, ଷ୍ଟାଟସ ପକେଇଲା ବେଳେ ମଣିଷ ସେଇଭଳି ରିପ୍ରେଜେଣ୍ଟ କରେନି, ମଣିଷ ଆଉ ଟିକେ ସୁନ୍ଦର ଭାବରେ ରିପ୍ରେଜେଣ୍ଟ କରିବାକୁ ଚେଷ୍ଟା କରେ। ଆମ ସମସ୍ତଙ୍କର ଯୋଉ ସୋସିଆଲ ମିଡିଆ ଅଛି, ସେ ସୋସିଆଲ ମିଡିଆରେ ଆମେ ଆମର ଲାଇଫଟାକୁ ଯେଉଁ ଭାବରେ ଦର୍ଶେଇଥାଉ, ଆମ ଜୀବନଟା କଣ ଠିକ ସେଇଭଳି ଭାବରେ ଚାଲେ? ଠାକୁରଜୀ ବୁଝେଇ କହୁଛନ୍ତି ଏଇଟା ମଧ୍ୟ ଦୁର୍ବଳତା। ତେଣୁ ହାଇପୋକ୍ରେସି ଇନ ଦ ସେନ୍ସ ମଣିଷ ଯେତିକି ନୁହେଁ ତାଠୁ ଅଧିକା ଯେତେବେଳେ ନିଜକୁ ସଜେଇବାରେ ଲାଗେ, ସେଇଟା ବି ମଣିଷ ଭିତରେ ଗୋଟେ ଦୁର୍ବଳତା ସୃଷ୍ଟି କରେ। ଏଇ ଯୋଉ କ୍ରୋଧର କଥା, ଏଇ ଯୋଉ ଲୋଭର କଥା, ମଦର କଥା, ଏଇ ଯୋଉ ମାଦକ ଦ୍ରବ୍ୟର କଥା, ଏଇ ଯୋଉ ମାଛ ମାଂସ ଖାସୁନର ପିଆଜ ରସୁଣ ମାଦକ ଛାଡ, ପିଆଜ ରସୁଣ ମାଦକ ଛାଡ, ମାଦକ ଛାଡକୁ ନେଇକି ପୂଜନ ଗୋବିନ୍ଦ କହୁଥିଲେ ଯେ ଯାହା ମଣିଷକୁ ଆଡିକ୍ସନ କରେଇ ଦିଏ ସେ ସବୁ କିଛି ହଉଛି ମାଦକ ଦ୍ରବ୍ୟ। ଏବଂ ଯାହା ମଣିଷକୁ ଆଡିକ୍ସନ କରିବା ଭିତରେ ଦେଇକି ତାର ବଞ୍ଚିବା ପଢିବାରେ ବ୍ୟାଘାତ ସୃଷ୍ଟି କରେ, ସେ ସବୁ ହଉଛି ଆଡିକ୍ସନ।
ତେଣୁ ସେ ସମସ୍ତ ଆଡିକ୍ସନ ରେ ରତ ରହିବା ବି ନିଜ ଭିତରେ ଦୁର୍ବଳତାକୁ ସୃଷ୍ଟି କରିବା। ତେଣୁ ଯେତେ ପ୍ରକାର ଷଡ଼ ରିପୁ ଅଛି, ଏ ସେନ୍ସ ଭିତରେ ଦେଇକି ମଣିଷ ଯେତେ ସବୁ ଗ୍ରହଣ କରେ, ଏଇ ଯୋଉ ଇଗୋସେଣ୍ଟ୍ରିକ ଲାଇଫ, ଏ ସମସ୍ତ ପ୍ରକାର ନେଗେଟିଭ ଏନର୍ଜି, ଏଇ ଯୋଉ ଡିସଅନେଷ୍ଟ ର କଥା କୁହନ୍ତୁ, ଏଇ ଯୋଉ ଜେଲସି ର କଥା କୁହନ୍ତୁ, ଦୁନିଆରେ ଯେତେ ପ୍ରକାର ନେଗେଟିଭିଟି ଅଛି, ଏ ସବୁ ନେଗେଟିଭିଟିକୁ ଦୂର କରିବା ହଉଛି ସର୍ବପ୍ରଥମେ ଆମ ମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବା। ତେଣୁ ଗୋଟେ ସିମ୍ପଲ ସେଣ୍ଟେନ୍ସ ସତ୍ସଙ୍ଗରେ ପ୍ରାୟତଃ ସବୁବେଳେ ଆଲୋଚନା ହୁଏ, ସବୁବେଳେ କୁହାଯାଏ, ମଣିଷ ଏବେ ଦୁର୍ବଳତା ମାନେ ଯୋଉ ଯୋଉ ଲାକୁନାଜ ମୋ ଭିତରେ ଅଛି ଠିକ କରିଦେଲେ ଠିକ ହେଇଯାଏ। କିନ୍ତୁ ଏ ଦୁର୍ବଳତା ଭିତରେ ଠାକୁରଜୀଙ୍କର ହୋଲ ଫିଲୋସଫି ହିଁ ରହିଯାଉଛି। ତାମାନେ ଯଦି ମୋ ଭିତରେ ସେ ଦୁର୍ବଳତା ଗୁଡିକୁ ମୁଁ ତଡ଼ି ଦେଇ ପାରିଲି, ତାହେଲେ ମୁଁ ଗୋଟେ ପରଫେକ୍ଟ ହ୍ୟୁମାନ ବିଙ୍ଗ ରେ ନିଜକୁ ଚେଞ୍ଜ କରିଦେଇ ପାରିଲି। ଆଉ ସେଥିପାଇଁ ତ ଠାକୁରଜୀ କହିଛନ୍ତି ସାହସୀ ହେବାକୁ ହେବ, ବୀର ହେବାକୁ ହେବ। ଆଉ ଏଇ ଦୁର୍ବଳତାକୁ ଆପଣ ଯଦି ଆହୁରି ଟିକେ ସିମ୍ପ୍ଲିଫାଏ କରିବା ପାଇଁ ଯିବେ, ଦେଖିବେ ଫିଜିକାଲି ମଣିଷର ଦୁର୍ବଳତା ରୋଗ ବ୍ୟାଧି, ଏବଂ ରୋଗ ବ୍ୟାଧିକୁ କେମିତି ତଡ଼ିବାକୁ ହେବ ଠାକୁରଜୀ ତାର ବି ଉପାୟ ବତାଇ ଦେଇଛନ୍ତି। ତେଣୁ ସେଥିପାଇଁ ତ ପ୍ରିଭେନ୍ସନ ଇଜ ବେଟର ଦ୍ୟାନ କ୍ୟୁର। ରୋଗ ହବ, ମେଡିସିନ ଖାଇବି, କିନ୍ତୁ ତାଠୁ ଫାର ବେଟର ରହୁଛି ରୋଗ ହେବନି କେମିତି ତାକୁ ମୁଁ ପ୍ରିଭେଣ୍ଟ କରିବି। ମଣିଷ ଇମୋସନାଲି ବି ଦୁର୍ବଳତା ଆସେ, ମଣିଷ ଭିତରେ ଫିୟର ଆସେ, ଭୟ ଆସେ, ଆଂଜାଇଟି ଆସେ, ମଣିଷ ଭିତରେ ଅନହେଲ୍ଦି ଆଟାଚମେଣ୍ଟ ଆସେ ବୋଲି ମଣିଷ ବହୁତ ଦୁଃଖର ଶିକାର ହୁଏ। ମଣିଷ ଭିତରେ ମେଣ୍ଟାଲ ଦୁର୍ବଳତା ବି ଆସେ, ମଣିଷ ତାର ନଲେଜକୁ ନେଇକି ଲିମିଟ ହେଇଯାଏ, ମଣିଷ ଭିତରେ ଗୋଟେ ପ୍ରିଜୁଡାଇଜ ଭାବ ଆସେ, ଯେମିତି ଫାଲାସି କୁହନ୍ତି। ଫାଲାସି ଅର୍ଥାତ ଗୋଟେ ଭୁଲ ଭ୍ରାନ୍ତି ଚିନ୍ତାଧାରା। ମଣିଷ ଭିତରେ ଇଣ୍ଟେନସନାଲ ଫାଲାସି ଆସେ, ମଣିଷ ଭିତରେ ଆଫେକ୍ଟିଭ ଫାଲାସି ଆସେ। ଇଣ୍ଟେନସନାଲ ଫାଲାସି ମାନେ ମଣିଷର ଇଣ୍ଟେନସନ ଟା ଏଇଭଳି ଭାବରେ ହେଇଯାଏ ଯେ ସେ ଭୁଲ ଭାବରେ ଚିନ୍ତା କରିବାକୁ ଲାଗେ। ଆଫେକ୍ଟିଭ ଫାଲାସି ମାନେ ମଣିଷ କିଛି ଆଟାଚମେଣ୍ଟ ଭିତରେ ଏମିତି ଭାବରେ ଆଫେକ୍ଟ ହେଇଯାଏ ଯେ ସେ ଆଫେକ୍ଟ ହେବା ଭିତରେ ଦେଇକି ସେ ଜାଣିପାରେ ନା ଯେ ସେ କେଉଁ ଦିଗ ଦେଇକି ଚାଲି ଯାଉଛି ଏବଂ ସେଟା ଠିକ କି ଭୁଲ। ଆଉ ଠାକୁରଜୀ ବୁଝେଇ କହୁଛନ୍ତି ଏଇଟା ବି ମଣିଷର ଦୁର୍ବଳତା। ପୁଣି ବହୁବାର ଦେଖାଯାଏ ମଣିଷ ଭିତରେ ସ୍ପିରିଚୁଆଲ ଦୁର୍ବଳତା ବି ଦେଖାଯାଏ। ଯେମିତି କୁହାଯାଏ ଯେ ଜୀବନରେ ଭଲଟା କଣ ମନ୍ଦଟା କଣ ଜାଣି ମଧ୍ୟ ମୁଁ ଭଲଟାକୁ ଧରି ପାରୁନି। ହୃଦୟ ମେ ବସାଲୋ ମୋର ଦୟାଲ ଠାକୁର କେ, ମନ ମେ ବସାଲୋ ମୋର ଦୟାଲ ଠାକୁର କେ। ଏଇଟା ଭଜନରେ କୋରସରେ ଆମେ ଗାଉ, ମୋ ହୃଦୟରେ ଦୟାଲ ଠାକୁରଙ୍କୁ ମୁଁ ବସେଇଛି, ମୋ ମନରେ ମୋର ଦୟାଲ ଠାକୁରଙ୍କୁ ବସେଇଛି। କିନ୍ତୁ ମୁଁ ଠାକୁରଜୀଙ୍କୁ ହୃଦୟରେ ଆଉ ମନରେ ଯଦି ବସେଇଥାନ୍ତି, ତାହେଲେ ତ ମୁଁ ଆଜି ଗୋଟେ ଅଲଗା ପ୍ରକାର ମଣିଷ ହେଇଥାନ୍ତି। ହୁଏତ ଯେଉଁଭଳି ଭାବରେ ବସେଇବାର ଥିଲା ସେଇଭଳି ଭାବରେ ବସେଇ ପାରେନି। ତେଣୁ ଡିସକନେକ୍ସନ ଯେତେବେଳେ ଆସେ, ମଣିଷର ଟ୍ରୁ ନେଚର ଠାରୁ ଯେତେବେଳେ ସେ ଦୂରେଇ ଯାଏ, ମଣିଷ ତା ଜୀବନରେ ପର୍ପୋଜକୁ ଯେତେବେଳେ ଭୁଲିଯାଏ, ମଣିଷ ଯେତେବେଳେ ସେଲ୍ଫ ଆୱେର ହେଇପାରେ ନା, ମଣିଷ ଯେତେବେଳେ ତାର ଯେ ସତ୍ତାଟା ପରମ ସତ୍ତାଙ୍କ ସହିତ ସେତିକି ଭାବରେ କନେକ୍ଟ କରିପାରେ ନା, ମଣିଷ ଯେତେବେଳେ ତା ଜୀବନର ଯୋଉ ଏକ୍ଜିଷ୍ଟେନ୍ସିଆଲିଜିମ ଥିଓରି ଠାରୁ ଦୂରେଇ ଯାଏ, ତାର ଅସ୍ତିତ୍ୱ କଥା ସେ ଚିନ୍ତା କରେ ନା, ଏଇଟା ମଧ୍ୟ ସ୍ପିରିଚୁଆଲ ଦୁର୍ବଳତା। ମଣିଷ ଏହି ସମସ୍ତ ଜିନିଷକୁ ଓଭରକମ କରିଲେ ତ ସ୍ପିରିଚୁଆଲ ଜଗତକୁ ଆସିବ। ସୋସିଆଲି ଆପଣ ଯଦି ଦେଖିବେ ମଣିଷ ବହୁତ ଡିପେଣ୍ଡେଣ୍ଟ। ଯେମିତି ଆମେ ଇଣ୍ଡିପେଣ୍ଡେନ୍ସ ଡେ ପାଳନ କରୁ କାରଣ ଆମେ ଇଣ୍ଡିପେଣ୍ଡେଣ୍ଟ, କିନ୍ତୁ ଠାକୁରଜୀ କହୁଛନ୍ତି ଯେ ମଣିଷ କଣ ବାସ୍ତବରେ ଇଣ୍ଡିପେଣ୍ଡେଣ୍ଟ? ମଣିଷ ଡିପେଣ୍ଡେଣ୍ଟ। ମଣିଷ ବହୁ ଦିଗ ଦେଇକି ଡିପେଣ୍ଡେଣ୍ଟ କରେ। ଏଇ ଡିପେଣ୍ଡେନ୍ସିକୁ ନେଇ ଗୋଟେ ଛୋଟ କଥାଟେ ରଖୁଛି। ଜଣେ ଧନୀ ବ୍ୟକ୍ତି, ଜଣେ କୋଟିପତି ବ୍ୟକ୍ତି, ସେ ତାଙ୍କ କାରରେ ତାଙ୍କ ଘରକୁ ତାଙ୍କ ଅଫିସରୁ ରିଟର୍ଣ କରୁଛନ୍ତି। ଠିକ ତାଙ୍କ ଘର ଗେଟ୍ ପାଖରେ ସେ ଦେଖିଲେ ଗୋଟେ ଭିକାରୀଟିଏ ବସିଛି। ବହୁତ ଶୀତ ରାତି। ତେଣୁ ସେ ଶୀତ ରାତିରେ ସେ ଭିକାରୀଟାକୁ ଦେଖିକି କହିଲେ ଯେ ତୁମ ପାଖରେ କଣ ଘୋଡେଇବା ପାଇଁ ଗୋଟେ ଜ୍ୟାକେଟ ଖଣ୍ଡେ ନାହିଁ କି ଗୋଟେ ବ୍ଲାଙ୍କେଟ ନାହିଁ? ସେ କହିଲା ନା ଆଜ୍ଞା ନାହିଁ। ତ ସେ ଧନୀ ବ୍ୟକ୍ତି କହିଲେ ଚିନ୍ତା କରନି, ମୁଁ ଘରକୁ ଯାଉଛି, ଘରୁ ଗୋଟେ ବ୍ଲାଙ୍କେଟ ନେଇକି ଆସୁଛି ଆଉ ତୁମକୁ ଦେବି। ତେଣୁ ସେ ଚାଲିଗଲେ ଏବଂ ସେ ଯେତେବେଳେ ଘରେ ଏଣ୍ଟ୍ରି କରୁଛନ୍ତି, ତାଙ୍କ କୁନି କୁନି ପିଲା ଆସି ବାପା କହି କୁଣ୍ଢେଇ ପକଉଛନ୍ତି। ତେଣୁ ସେ କୁନି କୁନି ପିଲାଙ୍କୁ କୁଣ୍ଢେଇବା ଭିତରେ ଦେଇକି ତାଙ୍କୁ ଭଲ ପାଇବା ଭିତରେ ଦେଇକି ତାଙ୍କ ମାଇଣ୍ଡ ଟା ଡାଇଭର୍ଟ ହେଇଯାଇଛି। ତାପରେ ଡିନର ଟାଇମ ହେଇଯାଇଛି, ଖାଇବାକୁ ବସିଛନ୍ତି, ଖାଇଛନ୍ତି ଏବଂ ଅଳ୍ପ ଆଲୋଚନା କରିବା ଭିତରେ ଦେଇ ଶୋଇ ପଡିଛନ୍ତି। ସକାଳୁ ଯେତେବେଳେ ଉଠୁଛନ୍ତି ତାଙ୍କ ମାଇଣ୍ଡରେ ସେ କଥାଟା ଆସୁଛି ଯେ କାଲି ରାତିରେ ଗେଟ୍ ପାଖରେ ଜଣେ ଭିକାରୀଟେ ଥିଲା, ମୁଁ ତାକୁ କହିଥିଲି ଯେ ମୁଁ ସାଙ୍ଗେ ସାଙ୍ଗେ ଗୋଟେ ବ୍ଲାଙ୍କେଟଟେ ଆଣିକି ଦଉଛି। ତେଣୁ ସାଙ୍ଗେ ସାଙ୍ଗେ ସେ ଗୋଟେ ବ୍ଲାଙ୍କେଟ ଧରିକି ଦୌଡିକି ଗଲେ ସକାଳ ଟାଇମ। ଆଉ ଯାଇକି ଦେଖିଲା ବେଳେ ସେ ଦେଖିଲେ ଯେ ସେ ଭିକାରୀର ମୃତ ଶରୀର ସେଠି ପଡିଛି। ତ ତାଙ୍କ ଆଖି ଛଳ ଛଳ ଆଖିରୁ ଲୁହ ଗଦଗଦ ହେଇ ବହି ପଡୁଛି। ବଟ ଦ ମୋରାଲ ଅଫ ଦ ଷ୍ଟୋରି ଇଜ, ଏ ଷ୍ଟୋରିର ମୋରାଲ ହଉଛି ଯେ ଠାକୁରଜୀ ଯେମିତି କହିଛନ୍ତି କଥା ଦେଇ କଥା ନ ରଖିବା, ତେଣୁ ଏଇଟା ହଉଛି ମହାପାପ। ତେଣୁ ଯଦି ମତେ ଲାଗୁଛି ଯେ ଏଇ ଜିନିଷଟା ମୁଁ କରିପାରିବି ନାହିଁ, ତାହେଲେ ମୁଁ କାହାକୁ କଥା ଦେବିନି। ଭାବ ବିହୋଳ ହେଇକି ଏକ୍ସାଇଟେଡଲି କି ଆଂସିୟସଲି ମୁଁ କାହାକୁ କଥା ଦେବି ନାହିଁ ଯଦି ସେ କଥାଟି ମୁଁ ରଖିପାରୁ ନାହିଁ। ଏବଂ ସେକେଣ୍ଡ ମୋରାଲ ହଉଛି ଡିପେଣ୍ଡେନ୍ସି।
ଏଇ ଯୋଉ ନିର୍ଭରତାର କଥା। ସେ ଭିକାରୀଟିଏ ପ୍ରତ୍ୟେକ ଦିନ ସେ ଶୀତ ରାତିକୁ ସହ୍ୟ କରିପାରେ, କାରଣ ସେ ଜାଣିଛି ଯେ ମତେ ସାହାଯ୍ୟ କରିବା ପାଇଁ କେହି ବି ଆସିବେନି। କିନ୍ତୁ ସେଇ ଗୋଟେ ଦିନ ରାତି ସେ ଏହା ଭାବି ଭାବି ରହିଛି ଯେ ଅଳ୍ପ ସମୟ ଭିତରେ ବ୍ଲାଙ୍କେଟ ଆସି ମୋ ପାଖରେ ପହଞ୍ଚିଯିବ ଏବଂ ମୁଁ ଘୋଡେଇକି ଖୁବ ଆରାମରେ ଶୋଇପାରିବି। ତେଣୁ ଯେତେବେଳେ ପର୍ଯ୍ୟନ୍ତ ସେ ନିର୍ଭର କାହା ଉପରେ କରିନଥିଲା ସେତେବେଳେ ପର୍ଯ୍ୟନ୍ତ ସେ ବଞ୍ଚୁଥିଲା। କିନ୍ତୁ ଯୋଉ ମୁହୂର୍ତ୍ତରେ ସେ ନିର୍ଭର କରିବାକୁ ଲାଗିଲା, ତା ମନରେ ଗୋଟେ ଡିପେଣ୍ଡେନ୍ସି ଭାବ ଆସିଲା ଯେ କେହି ଜଣେ ମତେ ସାହାଯ୍ୟ କରିବାକୁ ଆସିବ, ତ ସେ ଆଉ ସେ ଶୀତକୁ ସହି ପାରିଲାନି, ସେ ଶୀତରେ ତାର ଦେହାନ୍ତ ହେଇଛି। କହିବାର ଉଦ୍ଦେଶ୍ୟ, ମଣିଷ ଆଜି ବହୁ ପ୍ରକାର ଡିପେଣ୍ଡେଣ୍ଟ ହେବାକୁ ଲାଗେ। ମଣିଷ ବହୁତ ପ୍ରକାର ଚାହିଁବାକୁ ଲାଗେ। ସେ ଚାହିଁବା ଭିତରେ ଦେଇକି, ସେ ଡିପେଣ୍ଡେନ୍ସି ଭିତରେ ଦେଇକି ମଣିଷ ବହୁତ ଆଶା କରେ ଏବଂ ସେଇ ସବୁ ଗୁଡା ମଣିଷ ପାଏନି, ତ ସେଥିପାଇଁ ମଣିଷ ଦୁଃଖ ପାଏ। କିନ୍ତୁ ମଣିଷ ଏଇ ଯୋଉ ଡିପେଣ୍ଡେଣ୍ଟ କରୁଛି, ଏଇ ଡିପେଣ୍ଡେନ୍ସିଟା ଯଦି ତାର ମଣିଷକୁ ନେଇକି ବା ଏଇ ଜାଗତିକ ଜଗତରେ କୌଣସି ଗୋଟେ ବସ୍ତୁକୁ ନ ହେଇକି ଈଶ୍ୱରଙ୍କୁ ନେଇକି ହେଲା, ତାହେଲେ ଡିପେଣ୍ଡେନ୍ସିଟା କେତେ ସୁନ୍ଦର। ଯେମିତି କୁହାଯାଏ, ମଣିଷର ବୁଦ୍ଧିର କଥା ଭିତରେ ଦେଇକି ଏଇଟା ରଖୁଛି ଯେ ଆମେ ଯଦି କଥା ଭିତରେ ଦେଇକି କୌଣସି ମଣିଷକୁ କହିଦଉ ଏମିତି ପଶୁ ଭଳି କାହିଁ ହଉଛୁ, ତେଣୁ ତା ଭିତରେ ରାଗ ଆସିଯାଏ, ସେ ସାଙ୍ଗେ ସାଙ୍ଗେ ଝଗଡା କରିବାକୁ ଲାଗେ, ପଶୁ ବୋଲି ମତେ କେମିତି କହିଦେଲୁ। କିନ୍ତୁ କୌଣସି ବ୍ୟକ୍ତିର ଯଦି କ୍ୱାଲିଟିଟାକୁ ବର୍ଣ୍ଣନା କରିବା ପାଇଁ ମୁଁ ତାକୁ କହୁଛି ତୋ ଭିତରେ ବାଘ ଭଳିଆ ଶକ୍ତି ଅଛି, ସେ ଖୁସି ହେଇଯାଉଛି। ମୁଁ ଭାବେ ବାଘ ଭଳିଆ ଶକ୍ତି ହେବା ଗୋଟେ ଭଲ କଥା, କିଛି ଖରାପ ନାହିଁ, କିନ୍ତୁ ଆଟ ଦ ଏଣ୍ଡ ବାଘଟା ଗୋଟେ ପଶୁରେ ହିଁ ତ ଯାଏ। ତେଣୁ ଯଦି ମୁଁ ମଣିଷକୁ ପଶୁ କହୁଛି, ତା ଭିତରେ କ୍ରୋଧ ଆସିଯାଉଛି, ସେଇ ଜାଗାରେ ଯଦି କୌଣସି ପର୍ଟିକୁଲାର ପଶୁର କ୍ୱାଲିଟିକୁ ଏକ୍ସପ୍ଲେନ କରିକି ତାକୁ ରିଲେଟ କରିକି ମୁଁ କହୁଛି ତୋର ଶକ୍ତିଟା ବା ତୋ ଗୁଣଟା ତୋ ଜ୍ଞାନଟା ଏଇ ପଶୁ ଭଳି, ମଣିଷ ଖୁସି ହେଇଯାଉଛି। ସେଇ ସମୟରେ ମଣିଷ ଚିନ୍ତା କରିକି ଜାଣିପାରୁନି ଯେ ଏଇଟା ବି ତ ଗୋଟେ ପଶୁର କ୍ୱାଲିଟି। ଆଉ ହ୍ୟୁମାନ ବିଙ୍ଗ ଯଦି ହେଇକି ମୁଁ ଜନ୍ମ ହେଇଛି, ଆଉ ମୋ କ୍ୱାଲିଟିଟା ଯଦି ଗୋଟେ ପଶୁ ସହିତ କମ୍ପେୟାର କରାଯାଉଛି, ତାହେଲେ ମୋର ଏଇଟା ଅପଗ୍ରେଡେସନ ନା ଡିଗ୍ରେଡେସନ? ସେଇ ଦୁର୍ବଳତାର କଥା। ତେଣୁ ମଣିଷ ଯେତେବେଳେ ସେ ଡିପେଣ୍ଡେନ୍ସିଟା ତାର କୌଣସି ବସ୍ତୁ ବା ମଣିଷ ପ୍ରତି ନ ହେଇକି ଭଗବାନଙ୍କ ପ୍ରତି ହୁଏ, ମଣିଷ ସେତେବେଳେ ଚରମ ସୁଖ ପାଏ। ଯେମିତି ଆଜି ଦୁନିଆରେ ଆପଣ ମାନେ ବ୍ରାଣ୍ଡର କଥା ଶୁଣିଥିବେ। ସାଧାରଣ ଭାବରେ ଗୋଟେ ଚାଲୁମାଲ କମ୍ପାନୀର ସେ ଗୋଟେ ବସ୍ତୁ କିଣିଲେ ସେଟା ବହୁତ ଖୁବ ଶସ୍ତାରେ ମିଳିଯାଏ, କିନ୍ତୁ ଯଦି ବ୍ରାଣ୍ଡ ଖୋଜିବାକୁ ଯିବା ବହୁତ ଦାମିକିଆ ଜିନିଷ ଖୋଜିବାକୁ ମିଳେ। ସେଇ କାର 4-5 ଲକ୍ଷରେ ମିଳିଯାଉଛି, କିନ୍ତୁ ଯଦି ବ୍ରାଣ୍ଡ କାର ଖୋଜିବାକୁ ଯିବେ 10 କୋଟି 15 କୋଟିର ବି କାର ଅଛି। ସେମିତି ପ୍ରତ୍ୟେକଟି ବସ୍ତୁରେ ଗୋଟେ ଟ୍ୟାଗ, ଗୋଟେ ବ୍ରାଣ୍ଡ ଲାଗିଥାଏ। ମନରେ ସେତେବେଳେ ମୋର ଗୋଟେ କୋଶ୍ଚିନ୍ ଆସେ, ବାସ୍ତବରେ ମୁଁ ଯେଉଁ ଜିନିଷ ଗୁଡାକୁ ସଜେଇ ହେବା ପାଇଁ ମୋର ପିନ୍ଧୁଛି, ସେଥିରେ ବ୍ରାଣ୍ଡର ଆବଶ୍ୟକତା ଅଛି ନା ଏ ମନରେ ବ୍ରାଣ୍ଡର ଆବଶ୍ୟକତା ଅଛି, ଏ ହୃଦୟରେ ବ୍ରାଣ୍ଡର ଆବଶ୍ୟକତା ଅଛି, ମାଇଣ୍ଡରେ ବ୍ରାଣ୍ଡର ଆବଶ୍ୟକତା ଅଛି, ସେ ସୋଲର ବ୍ରାଣ୍ଡର ଆବଶ୍ୟକତା ଅଛି। ମୁଁ ଗୋଟେ ବ୍ରାଣ୍ଡ ଟିଭି ୟୁଜ କରୁଛି, ମୁଁ ବ୍ରାଣ୍ଡ କ୍ଲଥ ପିନ୍ଧୁଛି, ବହୁତ ଲୋକ ବ୍ରାଣ୍ଡ ଚପଲ ପିନ୍ଧିବା ପାଇଁ ଯାଇ 50,000 ଲକ୍ଷ ଟଙ୍କାର ଜୋତା ବି ପିନ୍ଧୁଛନ୍ତି। କିନ୍ତୁ ସେଇ ଯୋଉ ବ୍ରାଣ୍ଡ ଜୋତାଟା ମୋ ଜୀବନରେ ନିହାତି ଭାବରେ ଆବଶ୍ୟକତା ଥିଲା, ନା ମୁଁ ଗୋଟେ ବ୍ରାଣ୍ଡ ମଣିଷ ହେବାର ସେଇଟା ମୋ ଜୀବନରେ ନିହାତି ଭାବରେ ଆବଶ୍ୟକତା ଥିଲା? ଏବଂ କେଉଁମାନେ ଗୋଟେ ବ୍ରାଣ୍ଡ ମଣିଷ ହେଇକି ତିଆରି ହୁଅନ୍ତି? ଯେଉଁମାନେ ତାଙ୍କ ଜୀବନରେ ଦୁର୍ବଳତାକୁ ଦୂରେଇ ଦେଇ ପାରନ୍ତି, ଯେଉଁମାନେ ସାହସୀ ହୁଅନ୍ତି, ଯେଉଁମାନେ ବୀର ହୁଅନ୍ତି। ଏବଂ ଏ ସାହସୀ ହେବା, ବୀର ହେବା ଅର୍ଥାତ ନିଜ ଭିତରେ ଥିବା ସେ ଦୁର୍ବଳତାକୁ ତଡ଼ିଦେବା, ଫିଅରକୁ ତଡ଼ିଦେବା, ସେ ଫିଜିକାଲ ଷ୍ଟ୍ରେନ୍ଥ ଆଣିବା, ସେ ମେଣ୍ଟାଲ ଟଫନେସକୁ ଓଭରକମ କରିବା, ନିଜ ଭିତରେ କନଫିଡେନ୍ସକୁ ବୁଷ୍ଟ କରିବା, ନିଜ ଭିତରେ ଡିଟରମିନେସନ ଆଣିବା, କରେଜ ଆଣିବା, ରେଜିଲିଏନ୍ସ ଆଣିବା, ଆଡାପ୍ଟିବିଲିଟି ଆଣିବା, ପରସିଭରେନ୍ସ ଆଣିବା, ଇଣ୍ଟିଗ୍ରିଟି ଆଣିବା, ଅନେଷ୍ଟ ହେଇ ଉଠିବା। ଏମିତି ଅନେକ କଥା ଅଛି, ସେ କଥାକୁ ବ୍ୟକ୍ତ କରିବା ଭିତରେ ସମୟ ସରିଯିବ, ଆଉ 5 ମିନିଟ ଅଛି। ତେଣୁ ମୁଁ ଭାବେ ମୋଟାମୋଟି ଭାବରେ ମଣିଷ ଦୁର୍ବଳତାକୁ ସେତେବେଳେ ତଡ଼ି ଦେଇ ପାରିବ ଯେତେବେଳେ ତା ଭିତରେ ପ୍ରେମ ଆସିବ। ସେ ପ୍ରେମର କଥା ତ କହିଲେ ସରିବନି। ଯେମିତି ଠାକୁରଙ୍କର କଥା ଅଛି, ଯାହାଙ୍କୁ ବ୍ୟକ୍ତ କରିବାକୁ ଯାଇକି, ଯାହାଙ୍କୁ ବୁଝେଇବାକୁ ଯାଇକି, ଯାହାଙ୍କୁ ବୁଝିବାକୁ ଯାଇକି ମଣିଷ ତାର ନିଜର ଅସ୍ତିତ୍ୱକୁ ହରେଇ ବସେ, ସେ ହଉଛନ୍ତି ଅନନ୍ତ। ତେଣୁ ସେ ଅନନ୍ତଙ୍କ କଥା କହିବାକୁ ଯାଇ ମଣିଷ ତ ନିଜ ଅସ୍ତିତ୍ୱକୁ ହରେଇ ବସେ। କେଉଁଠୁ ଆରମ୍ଭ କରିବ, କେଉଁଠୁ ଶେଷ କରିବ, ସେଆ ବୁଝିପାରେନି। ସେଇ ଯୋଉ ପ୍ରେମର କଥା, ପ୍ରେମକୁ ଯଦି ମଣିଷ ଡିସ୍କ୍ରାଇବ କରିବାକୁ ଯିବ, ଭଲ ପାଇବା ଆଜିକା ଜାଗତିକ ଜଗତରେ ମଣିଷ ଯେମିତି ଦେଖେ, ଠାକୁରଜୀ ସେମିତି ଭଲ ପାଇବାର କଥା କହିନାହାନ୍ତି। ଠାକୁରଜୀ କହୁଛନ୍ତି ଭଲ ପାଇବାଟା ଏମିତି ଯେ ଯିଏ ଯେଉଁଠି ଯେଉଁ ଅବସ୍ଥାରେ ଅଛି ତାକୁ ସେଇଭଳି ଭାବରେ ଭଲ ପାଇବା। ସେ ଭଲ ପାଇବାକୁ ନେଇକି ତ ବହୁତ ବାର ଆମେ ଡିସ୍କସନ ବି କରିଛୁ। ଯେମିତି ଠାକୁରଜୀ ସେଣ୍ଟ୍ରିକ ଲଭର କଥା କହିଛନ୍ତି, ଠାକୁରଜୀ କନସେଣ୍ଟ୍ରିକ ଲଭର କଥା କହିଛନ୍ତି, ୟୁନିଭର୍ସାଲ ଲଭର କଥା କହିଛନ୍ତି, ଗଡଲି ଲଭର କଥା କହିଛନ୍ତି। ଠାକୁରଜୀ କେମିତି ଡିଭାଇନ ଲଭର କଥା କହିଛନ୍ତି, ପୁଲ ଅଫ ଲଭ, ପୁଶ ଅଫ ଲଭ, ହାଉ ଟୁ ଲଭ, ହ୍ୱେନ ଟୁ ଲଭ। ହାଉ ଟୁ ଲଭ, ହ୍ୱେନ ଟୁ ଲଭ ସହିତ କେମିତି, କୋଉ ଭଳି ଭାବରେ, କେଉଁଭଳି ସ୍ଥାନରେ, କିପରି ଭାବରେ ଭଲ ପାଇବ। ରେଜଲ୍ଟ ଅଫ ଲଭ, ରୁଲ ଅଫ ଲଭ,
law of love, outline of love, result of love, ଅନେକ କଥା କୁହାଯାଇଛି। ଭଲ ପାଇବାରେ ବି ବହୁତ ଗୁଣ ଅଛି। characteristics of love, radiation of love, adulterated unadulterated love, ମଣିଷ ଭିତରେ ଗୋଟେ ମ୍ୟାଚୁର ଲଭ୍ ବି ଥାଏ। ମ୍ୟାଚୁର ଲଭ୍, ଇମ୍ୟାଚୁର ଲଭ୍, ସାଇନ୍ ଅଫ ଲଭ୍, ସିମ୍ବଲ ଅଫ ଲଭ୍, ଇମ୍ପେଲିଂ ଲଭ୍, ରିପେଲିଂ ଲଭ୍, ବେସିକ ଅଫ ଲଭ୍, ଏକ୍ସିଷ୍ଟେନ୍ସିଆଲ ଲଭ୍। ଆଉ ଶେଷରେ ଆସିକି ଯୋଉ ଏକ୍ସିଷ୍ଟେନ୍ସିଆଲ ଲଭ୍ ପଡେ, ମୁଁ ଭାବେ ଏଇଟା ହିଁ ଜୀବନର ପରମ ସତ୍ୟ। ମଣିଷ ଯେତେବେଳେ ତାର ଏକ୍ସିଷ୍ଟେନ୍ସିଆଲ ଲଭ୍ କୁ ବୁଝି ନାହିଁ, ମଣିଷ ତାର ଏକ୍ସିଷ୍ଟେନ୍ସ କଥା କେମିତି ଜାଣିବ? ଠାକୁରଜୀ ବୁଝେଇ କହୁଛନ୍ତି ଲଭ୍ ରେ ସିନସିୟରିଟି ଥାଏ। ଲଭ୍ ହିମସେଲ୍ଫ ହୁ ଇଜ ସିନସିୟର ଆଣ୍ଡ ଲଭ୍ ୱିଲ୍ ଜମ୍ପ ଟୁ ୟୁ। ଯେ ତା ଜୀବନରେ ସିନସିୟର, ତାଙ୍କୁ ଯେତେବେଳେ ତୁମେ ଭଲ ପାଇବାକୁ ବସିବ, ତୁମ ଭିତରେ ବି ସିନସିୟରିଟି ଆସିବ। ଠାକୁରଜୀ କହୁଛନ୍ତି ବହୁବାର ସ୍ପଣ୍ଟାନିୟସ ଲଭ୍ ବି ଦେଖିବାକୁ ମିଳେ। ହି ହୁ ଲଭ୍ସ ଦ ଲଭ୍ ଲର୍ଡ ସ୍ପଣ୍ଟାନିୟସଲି ଲଭ୍ସ ହିମ୍ ହୁମ୍ ଦ ଲଭ୍ ଲଭ୍ସ। ତେଣୁ ସ୍ପଣ୍ଟାନିୟସଲି ଯେତେବେଳେ ମଣିଷ ବି ଭଲ ପାଇବାକୁ ଆରମ୍ଭ କରେ, ସେ ଭଲ ପାଇବାଟା ବି ତା ଭିତରେ ସୃଷ୍ଟି ହୁଏ। ଯେମିତି ଜଣେ ପଚାରିଥିଲେ ଠାକୁରଜୀ ଟେଲ୍ ମି ହାଉ ଟୁ ଲଭ୍ ୟୁ। ଠାକୁରଜୀ ବୁଝେଇ କହିଥିଲେ ଫାଷ୍ଟ ଟୁ ଲଭ୍ ଦ ୱାର୍ଡ ଲଭ୍, ୟୁର ଲଭ୍ ୱିଲ୍ ଟିଚ୍ ୟୁ ହାଉ ଟୁ ଲଭ୍ ମି। ପ୍ରଥମେ ସେ ଲଭ୍ ର ଶବ୍ଦଟାକୁ ତ ଭଲ ପାଇ ବସ। ସେ ଭଲ ପାଇବାର ସେ ଲଭ୍ ର ଶବ୍ଦଟା ହିଁ ତମକୁ ଶିକ୍ଷା ଦେଇଦବ ଯେ କେମିତି ଭଲ ପାଇବାକୁ ହୁଏ। ସାଇନ୍ ଅଫ ଲଭ୍ ରେ ଠାକୁରଜୀ ବୁଝେଇ କହୁଛନ୍ତି ହି ହୁ ଲଭ୍ସ ଦ ଲଭ୍ ସ୍ପଣ୍ଟାନିୟସ ଲଭ୍ ହ୍ୱାଟ ହି ଲଭ୍ସ। ତେଣୁ ଯିଏ ସେ ଭଲ ପାଇବାର ଶବ୍ଦଟାକୁ ଭଲ ପାଇ ବସେ, ସ୍ପଣ୍ଟାନିୟସଲି ସେ ସମସ୍ତକୁ ଭଲ ପାଇ ବସେ। ପୁଣି ଠାକୁରଜୀ ଦ ମେସେଜ ରେ ବୁଝେଇ କହୁଛନ୍ତି ଟ୍ରୁ ଲଭ୍। ଟ୍ରୁ ଲଭ୍ କଣ ଜାଣିଛନ୍ତି? ନା ହି ହୁ ଲଭ୍ସ ହିଜ ବିଲଭ୍ with all he has loves his cat too। ଯିଏ ତାର ଯାହା କିଛି ଅଛି ସମସ୍ତ ଭିତରେ ଦେଇକି ଜଣକୁ ଭଲ ପାଇ ବସେ, ସେ ଯେଉଁ ଲୋକଟାକୁ ଭଲ ପାଏ, ସେ ଲୋକଟାର କୁକୁର ଆଉ ବିଲେଇକୁ ବି ମଧ୍ୟ ସେ ଭଲ ପାଏ। ପୁଣି ଠାକୁରଜୀ କହୁଛନ୍ତି ଲଭ୍ ଭିତରେ ଗୋଟେ ଏମିତି ମ୍ୟାଗ୍ନେଟିକ ଏନର୍ଜି ଥାଏ, ଯେ ଯଦି ଫର ଏକ୍ସାମ୍ପଲ ମୁଁ ଗୋଟେ ବ୍ୟକ୍ତିକୁ ଆଜି ଭଲ ପାଉଛି, ତାହେଲେ ସେ ବ୍ୟକ୍ତିର ଯୋଉ ସବୁ ଗୁଣାବଳୀ ଅଛି, ଧୀରେ ଧୀରେ ସେ ଗୁଣ ଗୁଡା ମୋ ଭିତରେ ବି ପ୍ରକାଶ ପାଇବ, ପ୍ରସ୍ଫୁଟିତ ହେବ। ମୁଁ ଯାହାକୁ ଭଲ ପାଉଛି, ଯଦି ତାକୁ କଲରା ଜୁସ୍ ପସନ୍ଦ, ତାହେଲେ ଧୀରେ ଧୀରେ ମୁଁ ଚକୋଲେଟ ଆଉ ଆଇସ୍କ୍ରିମ ଖାଇବା ଛାଡି ଦେଇକି ସେ କଲରା ଜୁସ୍ ପିଇବାକୁ ଲାଗିବି। ମୁଁ ଯାହାକୁ ଭଲ ପାଉଛି, ଯଦି ତାଙ୍କୁ ପାର୍ଟି ପସନ୍ଦ ନୁହେଁ, ସତ୍ସଙ୍ଗ ପସନ୍ଦ, ଧୀରେ ଧୀରେ ମୁଁ ପାର୍ଟିକୁ ପରିତ୍ୟାଗ କରିକି ସତ୍ସଙ୍ଗ ଯିବାକୁ ଲାଗିବି। ମୁଁ ଯାହାକୁ ଭଲ ପାଉଛି, ଯେମିତି ଆଚାର୍ଯ୍ୟ ଦେବ କୁହନ୍ତି, ମୋ ବାବାଙ୍କୁ ବାଇକ ଚଲେଇବା ପସନ୍ଦ ନଥିଲା, କିନ୍ତୁ ମତେ ବାଇକ ଚଲେଇବା ବହୁତ ପସନ୍ଦ। କିନ୍ତୁ ଯେହେତୁ ମୋ ବାବାଙ୍କୁ ପସନ୍ଦ ନୁହେଁ, ତ ମୁଁ ସେଥିପାଇଁ ବାଇକ ଚଲେଇବା ଛାଡିଦେଲି। ତେଣୁ ଭଲ ପାଇବା ଭିତରେ ଦେଇକି ଯାହାର ପସନ୍ଦଟା ଯେମିତି, ନିଜର ପସନ୍ଦଟା ବି ସେଇଭଳି ହେଇ ଉଠେ। ତେଣୁ ଠାକୁରଜୀ ବୁଝେଇ କହୁଛନ୍ତି ଏଇଟା ହେଲା ବାସ୍ତବ ଭଲ ପାଇବା। ଭଲ ପାଇବା ଭିତରେ ଦେଇକି ମଣିଷର ସ୍ୱରୂପ ଯେମିତି ସେଇଭଳି ଭାବରେ ହେଇ ଉଠିବା। ତେଣୁ ଯେମିତି ଗୋଟେ ଲୋକକୁ ଭଲ ପାଇବା ଭିତରେ ଦେଇକି ତାର କୁକୁର ବିଲେଇକୁ ବି ମଣିଷ ଭଲ ପାଇ ବସେ, ତାର ସ୍ୱରୂପକୁ ଏମିତି ଭାବରେ ଅନୁଧ୍ୟାନ କରେ, ସେ କେଉଁଠି ଖୁସି ହବ, କେଉଁଠି ତାର ମଙ୍ଗଳ ହବ, କୋଉଟା କଲେ ସେ ତୃପ୍ତି ଲାଭ କରିବ ଏବଂ ସନ୍ତୋଷ ଲାଭ କରିବ, ମଣିଷ ତାହା କରିବାକୁ ଲାଗେ। ସେଇଟା ହଉଛି ଟ୍ରୁ ଲଭ୍। ଆଉ ଭଲ ପାଇବାକୁ ବେଶୀ ଡିପଲି ଏକ୍ସପ୍ଲେନ କରିବାର କିଛି ଆବଶ୍ୟକତା ନାହିଁ। କିନ୍ତୁ ଏଇ ଭଲ ପାଇବାଟା ଯଦି ମଣିଷର କୌଣସି ବ୍ୟକ୍ତି ପ୍ରତି ନ ଆସି ଈଶ୍ୱରଙ୍କ ପ୍ରତି ଆସିଲା, ଆଉ ଏଇ ଭଲ ପାଇବାଟା ଯଦି କୌଣସି ବସ୍ତୁ ପ୍ରତି ନ ଆସି ଈଶ୍ୱରଙ୍କ ପ୍ରତି ଆସିଲା, ତେଣୁ ସେଥିପାଇଁ ତ ଏ ଭଲ ପାଇବାକୁ ନେଇକି କୋରସରେ ଆମେ ମାନେ ବୋଲୁ ଯେ ଚଲେ ଯାହା ବି ଫିରେ ଯାହା ବି ରେହତା ମୁଖ ମେ ପ୍ରିୟ କଥନ। ଯୁଆଡେ ବି ମୁଁ ଯାଉଛି, ଯୁଆଡେ ବି ମୁଁ ବୁଲୁଛି, ମୋ ମୁଖରେ କେବଳ ପ୍ରିୟଙ୍କର କଥା। ସଜଗ ପ୍ରାଣ ମେ ଏକ ତନ ମେ ଚଲେତା ବସ ପ୍ରିୟ ମନନ। ତେଣୁ ଏଇ ସଜଗ ପ୍ରାଣରେ, ଗୋଟେ ମନରେ, ଗୋଟେ ତନୁରେ ମୁଁ କେବଳ ପ୍ରିୟଙ୍କର କଥା ହିଁ ଚିନ୍ତା କରୁଛି। ଇଷ୍ଟ ସ୍ୱାର୍ଥ ମେ ପୂରଣ ପ୍ରବଣ ଜବ ନାହିଁ ଅର କୋଇ ଧ୍ୟାନ। ଏ ଇଷ୍ଟ ସ୍ୱାର୍ଥରେ ଯେତେବେଳେ ମୁଁ ପୂରଣ ପ୍ରବଣ ହେଇ ଉଠୁଛି, ମୋର ଜୀବନର ଆଉ କୌଣସି ଦିଗ ଦେଇକି ଧ୍ୟାନ ନୁହେଁ। ପ୍ରେମ କି ଏସି ହେ ପହଚାନ କାଲ କର ସକେ ନା ଜିସको ମ୍ଳାନ। ପ୍ରେମର ଏମିତି ପରିଚୟ ଯାହାକୁ କାଳ ବି ନାଶ କରିପାରିବନି। रहे जो सुख में पड़े जो दुख में कम नहीं होती अनुरति, ये कष्ट काल भी महाकाल भी अबाध करती जीवन गति। ଆଉ ଏ ଜୀବନରେ ଯେତେ ପ୍ରକାର ଦ୍ୱନ୍ଦ୍ୱ, ବିଘ୍ନ, ବାଧା, ଏସବୁର ସ୍ଥାନ ଯୋଉଠି ନାହିଁ। ଦ୍ୱନ୍ଦ୍ୱ ବିଘ୍ନ ବାଧାओं का भी नहीं जहां कोई स्थान। ଏ ଦ୍ୱନ୍ଦ୍ୱ ବିଘ୍ନ ବାଧାର ବି ଯୋଉଠି ସ୍ଥାନ ନାହିଁ, ସେଇଟା ହିଁ ହଉଛି ପ୍ରେମ। ଆଉ ପ୍ରେମୀର ଏଇଟା ହଉଛି ସ୍ୱରୂପ, ଆଉ ପ୍ରେମର ଏଇଟା ହଉଛି ପେହଚାନ। ତେଣୁ ଏଭଳି ପ୍ରେମ ଯାହା ଭିତରେ ସୃଷ୍ଟି ହେଇଛି, ଏଭଳି ଭଲ ପାଇବା ଯାହା ଭିତରେ ସୃଷ୍ଟି ହେଇଛି, ସେ ହିଁ ତ ଭକ୍ତ। ଆଉ ତା ଭିତରେ ହିଁ ତ ଭକ୍ତି ଆସିଛି। ତେଣୁ ହିଁ କୁହାଯାଏ ଭକ୍ତି ର ଯୋଉ କର୍ମ ଶକ୍ତି, ଯେମିତି ଭାବ ଭକ୍ତି କା କର୍ମ ଶକ୍ତି କା ମୂଲ ସଭି କା ପ୍ରିୟ ଉପଭୋଗ। ଭାବ ଭକ୍ତି ଭିତରେ ଦେଇକି, କର୍ମ ଶକ୍ତି ଭିତରେ ଦେଇକି ସବୁର ମୂଳ ହଉଛି ପ୍ରିୟଙ୍କୁ ଉପଭୋଗ କରିବା। ଯୋ କରୁଣାମୟ ଯୋ ପରମ ପ୍ରେମମୟ। ଯିଏ ମୋ ଜୀବନର ପରମ ପ୍ରେମମୟ, ଯିଏ ମୋ ଜୀବନର କରୁଣାମୟ, ତାଙ୍କୁ ନେଇକି ମୋର ମଙ୍ଗଳର ଯୋଗ ସୃଷ୍ଟି ହୁଏ। ମଙ୍ଗଳ ଯୋଗଟା ଆଉ କୋଉଠି ନଥାଏ। ତେଣୁ ଭଲ ପାଇବା ଭିତରେ ଦେଇକି ସୃଷ୍ଟି ହୁଏ। ଆଉ
ପ୍ରିୟ ପରଙ୍କୁ ଭାବିବା ଭିତରେ ଦେଇକି ମୋ ଜୀବନର ଉତ୍ଥାନ ହୁଏ। ଏଇ ଭାବନା ଟିକକ ଯାହା ଭିତରେ ଆସିଛି ତା ଭିତରେ ହିଁ ଭଲ ପାଇବା ସୃଷ୍ଟି ହେଇଛି। ତେଣୁ ମୁଁ ଚିନ୍ତା କରିଥିଲି କାଲି ଏଇ ଯୋଉ ନାମର କଥା, ଭକ୍ତିର କଥାକୁ ବ୍ୟକ୍ତ କରୁଥିଲି, ସେଇ କଥାଟାକୁ ଏକ୍ସପ୍ଲେନ କରିବି, କିନ୍ତୁ ସେଇ ଭକ୍ତି ଟପିକ କୁ ଆସିବା ଭିତରେ ଦେଇକି ଦୁର୍ବଳତା କଥାଟି ମନ ଭିତରକୁ ଆସିଗଲା, ଏବଂ ସେ ଦୁର୍ବଳତାଟାକୁ କେମିତି ପରିତ୍ୟାଗ କରାଯିବ, ତା ଭିତରେ ଦେଇକି ମଣିଷ କେମିତି ସାହସୀ ହବ, ବୀର ହବ, ସେ କଥା କହିବା ଭିତରେ ଦେଇକି ସମୟ ସରିଯାଇଛି। ଦାଦା ମତେ 7:40 ଦେଇଥିଲେ, 7:40 ମଧ୍ୟ ମୋର ଫୋନରେ ହେଇଗଲା। ସର୍ବଶେଷରେ ଆଜି ଯେଉଁମାନେ ଉପସ୍ଥିତ ଅଛନ୍ତି, ଠାକୁରଜୀଙ୍କ ପାଖରେ ଭୋଗ ନିବେଦନ କରିଛନ୍ତି, ତାଙ୍କର ସାର୍ବିକ ମଙ୍ଗଳ, ତା ସଙ୍ଗେ ସଙ୍ଗେ ଆଜି ଏ ବିଶ୍ୱର ଶାନ୍ତି ପାଇଁ ଠାକୁରଜୀଙ୍କର ପାଦ ପଙ୍କଜରେ ପ୍ରାର୍ଥନା ରଖେ। ସମସ୍ତ ଗୁରୁଜନଙ୍କୁ ମୋର ପ୍ରଣାମ। ଦାଦା ଜୟ ଗୁରୁ। ଜୟ ଗୁରୁ ଅବିନାଶ ଭାଇ, ଜୟ ଗୁରୁ। ଅତି